তবে শেষରେ ତୁମେ ଆତ୍ମହତ୍ୟା କରୁଥିଲି। ମାରନ୍ତି କାହିଁକି ଜୀବନ ରଖିବି ଯୋଉଠି ପୁଅ ଭଳି ଦିଅର ମତେ ଖରାପ ନଜର ଦେଇପାରିଲା, ଘରର ବଡ ବୋହୂ ଭଳି ଯୋଉଠି ମତେ ସମ୍ମାନ ମିଳୁନି, ସେଇପରି ଗୋଟେ ବାପ ଘରରେ ବଞ୍ଚି ରହିବା ଅପେକ୍ଷା ମରିଯିବା 100 ଗୁଣରେ ଭଲ। ନାଇଁ ବାବୁ, ତୁ କାହିଁକି ମାରିବୁ? ଯିଏ ଦୋଷ କରିଛି ସିଏ ହିଁ ମାରିବା ଦରକାର। ତୁ ଠିକ କହିଛୁ ମା। ତୋ କଥାକୁ ଅମାନ୍ୟ କରି ମୁଁ ମହାଅପରାଧ କରିଛି ମା। ମା ହେମନ୍ତ, ତୋ କଥାକୁ ଅମାନ୍ୟ କରି ମୁଁ ମହାଅପରାଧ କରିଛି। ଆଜି ମୁଁ ଠିକ ବୁଝିପାରିଛି ମା ପେଟରୁ ଭଗାରି ଜାତ ସେ ଜୟନ୍ତଟା ଭାଇ ନାମରେ ଗୋଟାଏ କଳଙ୍କ। ଖାଲି କଳଙ୍କ ନୁହଁରେ, ଗୋଟେ ନିଆଁ ପିଣ୍ଡୁଳା। ମାନେ ସ୍ୱାମୀ ସ୍ତ୍ରୀ ମିଶି ଏ ଘରକୁ ମାନେ ନିଆଁ ଲଗେଇ ସର୍ବନାଶ କରିଦେ। ଏଥିପାଇଁ ଦାୟୀ କେବଳ ତମରି ବାପା ଆଉ ମା ଦୁହେଁ। ମୁଁ କହିବା କଥା, ସେ କାଣ୍ଡ କେତେ ଆଡ଼କୁ ଗଲାଣି। ହେ ନାଇଁ, କାହାର ଭୁଲ ନାହିଁ ରେ। ମୁଁ ଭାବୁଛି ସଂକ୍ରାନ୍ତି ଅମାବାସ୍ୟାରେ ସହବାସ କଲେ ଏମିତିଆ କୂଳ ବାଳୁଙ୍ଗା ପୁଅ ଜନ୍ମ ହୁଅନ୍ତି। କିନ୍ତୁ ବହୁମା, ମୁଁ କଥା ଦଉଛି ବହୁମା, ସେ ଲୀଳାବତୀଟାକୁ କନ୍ଦେଇ ମାରିବା। ଆଉ ଯଦି ଉଦ୍ଧତ ଦେଖାଇ ତା ତଣ୍ଟି ଚିପି ଜୀବନରେ ମାରିଦେବା। କାରଣ ସେଇଟା ହେଉଛି ମୋର ଚିର ଶତ୍ରୁ। କାନ୍ଦିବା ସେ ଲୀଳାବତୀ କର୍ମକୁ ଆଧାରେ। କାନ୍ଦିବା ସେ ଲୀଳାବତୀ କର୍ମକୁ ଆଧାରେ। ମୁଁ ଏବେ ଆସୁଛି ମା। ମୁଁ ଏବେ ଆସୁଛି ମା। ହେମନ୍ତ, ହେଇଟି ବାପା ହେମନ୍ତରେ ମାମୁ କଥା ଶୁଣ। ବାପାରେ, ତୁ ଆଜି ବିଦେଶକୁ ଯିବା କଥା ପରା। ଆନନ୍ଦ ମନରେ ଯା। କିଛି ଆଉ ଯେ କଥା ଏ ଘରର ଯେକୌଣସି କଥା ମୁଁ ସବୁ ମୁଣ୍ଡେଇ। ତୁ ସେଥିପାଇଁ ଚିନ୍ତା କର। କିନ୍ତୁ ଗୋଟେ କଥା ମନେ ରଖିଥିବୁ ହେମନ୍ତ, ଜୟନ୍ତ ଉପରେ ଟିକେ କଡ଼ା ନଜର ରଖିଦେବୁ। ଯଦି ହାପୁଡ଼େ ପଡ଼ିଲା ତାହେଲେ ଏମିତି ପାନେ ଦେବୁ ଯେମିତି ଘର ମୁଁ ଆଉ ଫେରିବ। ମୁଁ ଏବେ ଆସୁଛି ମାଳତୀ। ନିଜର ଯତ୍ନ ନେଉଥିବ। ଆସୁଛି ଆସୁଛି। ତୁ ଏଥର ଦେଖେ ବହୁ, ସେ ଲୀଳାବତୀର ଅବସ୍ଥା ମୁଁ କଣ କହୁଛି। ଯଦି କିଏ ଘରେ ଜଣେ ମରେ, ସେ ଜଣକ ହେଉଛି ଲୀଳାବତୀ। ଦିନ ଆସିବ ତା ଜୀବନ୍ତ ଶବର ଠିଆ ହୋଇ ଏ ରମା କରିବ ଦଣ୍ଡବଲୁତ। ମାଉସୀ ନମସ୍କାର।
ହଉ ହେଲା 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 ହେଲେ ବାପା ତମ ପରିଚୟ ଏ ନାନୀ ନାନୀଲେ ହଉ ତୋର ମୋର ଆମେ ଯେମିତି ଭାଇ ଭଉଣୀ ସେମିତି ମାନେ ଏ ସୁନ୍ଦର ବାବୁ ଜଣଙ୍କର ଇଏ ବହୁମା ଧର୍ମ ଭାଇ କରିଛନ୍ତି ଏଇଠି ହଉ ହେଲା। ନା ଖାଲି ସେତିକି କିଲୋ ଜଗନ୍ନାଥ ଆଉ ମା ସୁଭଦ୍ରାଙ୍କ ପରି ପବିତ୍ର ମଧ୍ୟ ସୁନ୍ଦର ଇଏ ହେଉଛନ୍ତି ମୋ ଶାଶୁ ମା। ହଉ ହେଲା ନମସ୍କାର। ଖାଇବା ପିଇବା ବନ୍ଦୋବସ୍ତ କର ଯାଇଲ ମା ମୋ ବୋହୁ ଗଲା କୁଆଡେ ଯାଏ ବୋହୁ ବୋହୁ ଆରେ ନା ହଇରେ କହିଲେ ଶଳା ମୁଁ ପାପ ହେଇଛି ମହାପୁରୁ ମୁଁ ଏଠି ଦେଖୁଛି ଆପଣଙ୍କର ପ୍ରବଳ ଦୋଷ ମୁଁ କହିବା କଥା ଗରମ ଗାଈର ବାସ୍ତା ଶୁଙ୍ଘି ଶୁଙ୍ଘି ଷଣ୍ଢ ଯେମିତି ତାଟି ଭାଙ୍ଗି ପଶି ଆସେ ପ୍ରଥମ ଦେଖାରେ ତମେ କ'ଣ ଘରକୁ ଆସିଲଣି ଆରେ ଗାଜର କୋଉ କଥା କେମିତି ଆସିବିନି କହୁନୁ କେମିତି ଏ ଆସିଲ ମାଳତୀର ପ୍ରଥମ ଛୁଆଁରେ ମାଳତୀ ମୁଁ ମୋ ପ୍ରେମର କୁହୁଡିରେ ହଜି ସାରିଛି ରେ ଯେତେ ଖୋଜିଲେ ବି ମୁଁ ଜମା ପାଉନି ପାଉ ଯୁଆଡେ ଦେଖୁଛି ଖାଲି ମାଳତୀ 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 ହଁ ସେ ହେଇଯିବ ହେଇଠି ମହାପୁରୁ ଗାଜର ମୁଁ ଯେତେବେଳେ ବୋହୁ ମାର ପ୍ରଥମ ଛୁଆ ପାଇଲି ମୋ ଦେହ ମୁଣ୍ଡ କ'ଣ ହେଇଗଲା ମୋ ଗାଡର ଆଉ କଣ୍ଟ୍ରୋଲରେ ରହିଲାନି ଓଇ, ସିଧା ସିଧା କଣ୍ଢେଇ କୋଳି ନଟି ଭିତରକୁ ଭିଡ଼ି ନେଇଗଲି ଆଉ ଭିତରେ ପଶି କାମ ହାସଲ କରିବା ମାତ୍ରକେ ସେ ବେଇ ପୁଅ କୋଉଠି ଥିଲା ଏଇ ଯୋଉ ତନ୍ତ ସାପଟା ରେ 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 ରେ, ମୋ କାଣ୍ଡରେ କଟିଗଲା ରେ 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 ରେ। କାଣ୍ଡରେ ପ୍ରାଣ ରକ୍ଷା କରିବାକୁ ମୁଁ ଦୌଡ଼ିଲି ହେଲେ କି କଷ୍ଟ ଦେଖୁନାହାନ୍ତି ମୋ ଗାଡରେ କଣ୍ଟା ଲାଗି ଯୋଉ କଷ୍ଟ ହଉଛି ଏଇ ଦେଖନ୍ତୁ ମୋ ଗାଡରେ ଦେଖୁ କାହିଁକି ମାଇଲ କୋଉଥିପାଇଁ ମାଇଲ ଗାଜର ଅପରାଧ ମୋର କ'ଣ କାହିଁକି ମାଇଲ ଚୁପଚାପ ସେଇଠି ଠିଆ ହ ସେଠି ତା ନହେଲେ ଶଳାକୁ ଜୀବନରୁ ମାରିଦେବି ହଟ୍ ନାଇଁ ଚୁପ୍ ଆରେ ଆସ ମାଳତୀ ତୁମ ଯୌବନ ପୁଷ୍କରିଣୀ ଅଧା ସ୍ନାନ କରି ମୁଁ ଭାରି ବ୍ୟସ୍ତ ବିବ୍ରତ ହେଇଯାଉଛି ମାଳତୀ ଆରେ ଆସ ନା ସେ କଥା ତୁ ଶୁଣ ଏଇ, ମୁଁ ନାହିଁ କଣ୍ଟ୍ରୋଲ କରିପାରିଲିନି ଆରେ ଆସ ଥରେ ମାତ୍ର ଶାନ୍ତିରେ ସ୍ନାନ କରିବାର ସୁଯୋଗ ଦିଅ ମାଳତୀ ସେ ଆରେ ଆସ। ଯାଉ, ତମେ ଟିକେ ଆଉ ଟିକେ ହସ ଓଠ ତମର ଦେଖିଲେ ମତେ କଣ ଗାଜର କଥା ମାନିବନି ଚୁପଚାପ ସେଇଠି ଛିଡ଼ା ହବୁ ଚୁପଚାପ ନଳ ଶଳାକୁ ଜୀବନରୁ ମାରିଦେବି ଗଲ ଗଲିଆ ତୁଣ୍ଡ ଆରେ ଆସ ମାଳତୀ ଆସ ସୁନ୍ଦର ଆସ ଆସ ନୀଳ ନୟନ ଖୋଲି ଦିଅ ପ୍ରେମ ପଞ୍ଜୁରୀ ସିନା ଆସ ଆସ ନୀଳ ନୟନ আস আস নীল নয়না খোলি দিও প্রেম বন্ধুরি সিনা আস আস নীল নয়না দেখি তোর কুরঙ্গি ঠাণি কলি যাব হেউচি হাণি দেখি তোর কুরঙ্গি ঠাণি কলি যাব হেউচি হাণি তো বিনা নগরী প্রাণ দেবী হরি তো বিনা নগরী প্রাণ দেবী হরি আর জন্ম পাই দেবী বইনা আস আস নীল
নালি ওঠ কলা নেত্রী সভা বন্ধু অথু ধরিত্রী নালি ওঠ কলা নেত্রী সভা বন্ধু অথু ধরিত্রী বিনা নাগরী প্রাণত বিহারী অথম সুমন করে রচনা হস হস নীল নয়না মালতী মালতী নানি গেল সুন্দর বাবুকে পাই যা সর্বত নাই যা স্বাগত রঘুসাই ঘন্টা সুদা আଜି কেবল থোড়ি পাই এ স্থান পরিত্যাগ করে মু চালি যাଉଛି সর্বত মাটি হেলে দিন আসিব ঘন্টা হব এই ঘরর গোটিয়ে ফলঙ্ক উপরে উপরে কোন হে মালতীর দেহକୁ পাই সারিব পরে পারি হে সুন্দর সাণী হসি হসি কହୁଥିବ কোনা কইছো সুন্দর অতি সুন্দর हो गोटे बाट परिष्कार ହେଇଗଲା বৌমা আস ଏମିତି ଜାଗାରେ କେତେ ନାହାନ୍ତି ତମେ ଆଉ ମାନେ ମୁଁ କହିବା କଥା ଥରେ ମୋ ଗାଜରର ସ୍ୱାଦ ଚାଖ ବୌମା ତମର ଅବାଡୁଆ କଥା ମନେ ପଡ଼ିବ ହେଇଟି ମୋ ଗାଜରକୁ ଟିକେ ଚାଖଟି ସେମିତି କ'ଣ ହଉଛୁ ହଁ ଧାଇଁ ଧାଇଁ ପଳାଉଛୁ ତମ ପଛରେ ବୁଢ଼ା ଧାଇଁ ଗାଜର ଦେଖ ତମ ମନ ପସନ୍ଦ ହେଇ ତମେ କଥା କ'ଣ ମାଇଲ କାହିଁକି କ'ଣ ପାଇଁ ମାଇଲ ବୋଉମା ହେଇ କାମ ଜାଣିଲି ଗାଜର ମୋର ଟିକେ ଶୁଖି ଯାଇଛି ସେଥିପାଇଁ অভদ্র কোঠি গেলা ପାଣି ବଦଳାନ୍ତୁ ହାବୁଡ଼ା ପଡ଼ିଥାନ୍ତୁ ନାଇଁ ହାବୁଡ଼ା ପଡ଼ିଥାନ୍ତା ସିଏ ଠେଙ୍ଗାଟା ହାବୁଡ଼ା ପଡ଼ିଥାନ୍ତା ଠେଙ୍ଗାଟା ପଡ଼ିଛି ଛଡ଼ା ମୋର ସେତେବେଳେ ମୁଣ୍ଡରେ ପଡ଼ିଲା ଠେଙ୍ଗାଟା ହାବୁଡ଼ାଲେ ଛଡ଼ା ପିଟି ପକେଇଥାନ୍ତି ବେ ବୌମା ବୌମା ଏ ଛଳାକୁ ଶୁଆ ପଡ଼େଇଲା ଭଳିଆ ସବୁ ପଡ଼େଇଲି ସବୁ ଶିଖେଇ ଦେଲା ପରେ ସେନାପତି ଉପରେ ଆଖି ପକଉଛି ମୋ କଥା ଶୁଣିବୁ ନାହିଁ ହେଲା ଆଉ ସମ୍ଭାଳି ପାରିବି ନାହିଁ ଆଉ ସମ୍ଭାଳି ପାରିବି ନାହିଁ ଠିକ ସମୟରେ ତମ ଗୁମର ଖୋଲି ପକେଇବି ସୁନ୍ଦର ବାବୁ କିଏ ସେ ଲୀଳାବତୀ କିଏ ମାଳତୀ କିଏ ଆଉ ସବୁ ଜାଣି ସାରିବା ପରେ ସବୁ ଜାଣି ସାରିବା ପରେ 3 ଜଣ ଯାକ ବାଉଳି ହେଇ ମୋର ଗାଜର ଖାଇବାକୁ ମନ ମୁଁ କାହାକୁ ନ ଦେଇ ମୁଁ ଗୀତ ଗାଇ ଗାଇ ଚାଲିଯିବି କାନେ ହେଇ ଗଲା ଛଦନି କାନା ହେଇଗଲା କାନା ହେଇଗଲା କାନା ହେଇଗଲା